ବର୍ଷା ପାଇଁ ହେବନି 20 ଓଭର ମ୍ୟାଚ୍। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଠାରୁ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ 2ଟି ମ୍ୟାଚ୍ରୁ ଗୋଟିଏ ମ୍ୟାଚ୍ ଜିତିଥିଲା। ଟି20 ଫର୍ମାଟ୍ରେ 2008 ପରଠାରୁ ଅଷ୍ଟ୍ରେଲିଆରେ ଭାରତ ସିରିଜ୍ ହାରି ନାହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି20ରେ କିପରି ପ୍ରଦର୍ଶନ କରିବେ ତାହା ଉପରେ ସଭିଙ୍କ ନଜର। ଭାରତ 2024ରେ ବିଶ୍ୱକପ୍ ଜିତିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳି ମାତ୍ର 3ଟି ମ୍ୟାଚ୍ରେ ପରାଜିତ ହୋଇଛି। ଏହି ରେକର୍ଡ ବଜାୟ ରଖିବ ବୋଲି ଭାରତୀୟ ସମର୍ଥକ କର୍ମକର୍ତ୍ତା ଆଶା ରଖିବେ ସ୍ୱାଭାବିକ। ପୂର୍ବରୁ ବର୍ଷା ଯୋଗୁଁ ମ୍ୟାଚ୍ 18 ଓଭରକୁ ହ୍ରାସ କରାଯାଇଥିଲା। ବର୍ଷା ବନ୍ଦ ହେବା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଛି। 5 ଓଭର ପରେ ଭାରତର ସ୍କୋର 43 ରନ୍ 1ଟି ୱିକେଟ୍ ଥିଲା। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ଅଭିଷେକ ଶର୍ମାଙ୍କ ରୂପରେ ପ୍ରଥମ ଝଟକା ପାଇଥିଲା। ଟିମ୍ ଇଣ୍ଡିଆ 8 ଓଭର ପରେ ଗୋଟିଏ ୱିକେଟ୍ ହରାଇ 70 ରନ୍ କରିଛି। ଶୁଭମନ ଗିଲ୍ 29 ଏବଂ ଅଧିନାୟକ ସୂର୍ଯ୍ୟ 21 ରନ୍ କରି ଖେଳିଛନ୍ତି। ଭାରତ ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ୍, ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା ବେଞ୍ଚ ୱାଶିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ ଏବଂ ଅଷ୍ଟ୍ରେଲିଆରେ ମିଚେଲ ମାର୍ଶ, ଟ୍ରାଭିସ ହେଡ୍, ଜୋସ୍ ୱର୍ଲିଂ, ଟିମ୍ ଡେଭିଡ୍, ଜୋସ୍ ଫିଲିପ, ମିଚେଲ ଓୱନ୍, ମାର୍କ ଷ୍ଟୋଇନିସ୍, ଜୋସ୍ ଫିଲିପ, ମିଚେଲ ଓୱନ୍, ମାର୍କ ଷ୍ଟୋଇନିସ୍, ସିନ୍ ଆବଟ୍, ଜାଭିୟର ବାଟଲେଟ୍, ତନବୀର ସାଙ୍ଗୋ ଓ ବେନ୍ ଡ୍ୱାରଶୋଇସ୍।